ମହାକୁମ୍ଭ ପାଇଁ ଟିକେଟ୍ ନ ମିଳିବାରୁ ଟ୍ରେନ୍ ଇଞ୍ଜିନ୍ରେ ପଶିଗଲେ ଯୁବନ୍ତୁ। ଦେଖନ୍ତୁ ଏ ଆଶ୍ଚର୍ଯ୍ୟଜନକ ଦୃଶ୍ୟ। ଟ୍ରେନ୍ ବଗି ଭିତରେ ପଶି ଯାଇଛନ୍ତି ଯୁବକ। ସିଆର୍ପିଏଫ୍ ଯବାନ ଯେତେ ବି କବାଟ ଖୋଲିବାକୁ ଚାହୁଁଛନ୍ତି କିନ୍ତୁ ସେ ବାହାରିବାକୁ ନାରାଜ। ଭିତରେ ଡ୍ରାଇଭରଙ୍କ ସହ ବସିଗଲେଣି ସେ ଯାଇକି, କିନ୍ତୁ ଏବେ ବହୁତ ପ୍ରଚେଷ୍ଟା ପରେ ମଧ୍ୟ କବାଟ ଖୋଲି ପାରିନଥିଲା। କିନ୍ତୁ ଟ୍ରେନ୍ ଯିବା ପାଇଁ ସମୟ ହୋଇଯାଇଥିଲା। ହର୍ନ ଉପରେ ହର୍ନ ମାରୁଥିବା ସମୟରେ ଟ୍ରେନ୍ଟି ଭିତରେ ସେ ଯୁବକ ଲୁଚି ବସିଥିଲେ। ବହୁତ ପ୍ରଚେଷ୍ଟା ଫଳରେ ସେ ବାହାରିଲେ ଏବଂ ବାହାରକୁ ଆସିଲେ। ଦେଖିଲା ବେଳକୁ ଜଣେ ନୁହେଁ ତିନି ଜଣ ଟ୍ରେନ୍ ଭିତରେ ବସି ପଡ଼ିଥିଲେ। ଆପଣମାନେ ଦେଖିପାରୁଥିବେ ଦୃଶ୍ୟ, କିନ୍ତୁ ସେ ବାହାରିବାକୁ ଏବେ ବି ନାରାଜ। ଧୀରେ ଧୀରେ ସ୍ଥିତି ସୁଧୁରିବାକୁ ଲାଗିଲା ଏବଂ ସେମାନେ ବାହାରକୁ ବାହାରିଲେ। ଦେଖୁ ଦେଖୁ 4-5 ଜଣ, ଆହୁରି ଦେଖୁ ଦେଖୁ ଆହୁରି 2 ଜଣ 60 ଉର୍ଦ୍ଧ୍ୱ ବୟସ୍କ ବୃଦ୍ଧ ମଧ୍ୟ ଇଞ୍ଜିନ୍ରେ ପଶି ଯାଇଥିଲେ। କିନ୍ତୁ ସିଆର୍ପିଏଫ୍ ଯବାନ ସେମାନଙ୍କୁ ମାଡ଼ ମାରିବା ସହ ଇଞ୍ଜିନ୍ରୁ ବାହାରକୁ କାଢ଼ିଲେ। ଆପଣମାନେ ଦେଖିପାରୁଥିବେ ଦୃଶ୍ୟ, କେତେ ଜଣ ଇଞ୍ଜିନ୍ ଭିତରେ ପଶି ଯାଇଥିଲେ। ସେହିପରି ଟିକେଟ୍ ନ ମିଳିବାରୁ କେବେ ଦର୍ଶକ ବନ୍ଧୁ ଇଞ୍ଜିନ୍ ଭିତରେ ପଶନ୍ତୁ ନାହିଁ। ଇଞ୍ଜିନ୍ଟି କେବଳ ପାଇଲଟ ପାଇଁ ହୋଇଥାଏ, ଯାହା ଟ୍ରେନ୍ ଚଳାଇବାରେ ସହାୟକ ହୋଇଥାଏ। ସେଠି କୌଣସି ଯାତ୍ରୀ ପ୍ରବେଶ କରିବା ନିଷେଧ ଅଟେ। ତେଣୁ ସମସ୍ତଙ୍କୁ ଅନୁରୋଧ, ଇଞ୍ଜିନ୍ ଭିତରେ କେହି ପ୍ରବେଶ କରନ୍ତୁ ନାହିଁ। ଦେଖନ୍ତୁ ଜଣକ ପରେ ଜଣେ କେତେ ଜଣ ଇଞ୍ଜିନ୍ ଭିତରେ ପଶିଥିଲେ। ତ ତେଣୁ ଟ୍ରେନ୍ଟି ଅସମ୍ଭାଳ ସ୍ଥିତି ହୋଇଥିଲା ଏବଂ 15ରୁ 20 ମିନିଟ୍ ଠିଆ ହୋଇଥିଲା।